ମୁଁ ଆପଣମାନଙ୍କୁ ଗ୍ୟାରେଣ୍ଟି ଦେଇକି କହୁଛି ଆଉ 5 ବର୍ଷ ପରେ ପିଲାମାନେ ଆଇଦର ଫୋର୍ସଫୁଲି କଣ୍ଟେଣ୍ଟ କ୍ରିଏଟର ୟୁଟ୍ୟୁବର ହବାକୁ ଚାହିଁବେ ନହେଲେ ନିଜ ଇଚ୍ଛା। ମୁଁ କଣ ପାଇଁ କହୁଛି ମୁଁ ଆପଣମାନଙ୍କୁ ଦେଖଉଛି। ଏଇଟା ଦେଖୁଛନ୍ତି ଗୋଟେ ମାନେ ମୁଁ କହୁଛି ଏଇଟା ମୋ ରୁମ। ମୁଁ ଏବେ ମାତ୍ର 3 ମାସ 4 ମାସ ହେଲା ୟୁଟ୍ୟୁବ ଭିଡିଓ ଷ୍ଟାର୍ଟ କରୁଛି। ଆଉ ଏଇଟା ହଉଛି ମୋ ରୁମ। ୟାର ଅବସ୍ଥା ଦେଖୁଥିବେ ଯାହାର କି ମାନେ ଖାଇବା ପିଇବା ଶୋଇବା କିଛି ଠିକ ଠିକଣା ନାହିଁ। ଆଉ ଦିନ ରାତି ଷ୍ଟାଣ୍ଡ ଆଉ ଏଇ ଖାତା ଯୋଉଥିରେ କି ମୁଁ ସ୍କ୍ରିପ୍ଟ ଲେଖୁଛି। ଆଉ ଏମିତି କିଛିଟା ମୋର ଷ୍ଟଡି ଟେବୁଲ ଏଇଟା ହଉଛି ମୋର ଷ୍ଟଡି ଟେବୁଲ ଆପଣ ମାନେ ବିଲିଭ କରିବେନି ଯାହାର ହାଲତ ମୁଁ କିଛି ଏମିତି କରିକି ରଖିଛି। ଆଉ ବ୍ୟାଗ ମୋର ଏମିତି ସବୁ ପଡିଛି ଆପଣ ମାନେ ଭାବୁଥିବେ କି କୋଉଠି ଭଲ ବ୍ୟାକଗ୍ରାଉଣ୍ଡ ତ ନାହିଁ। ଲାଇଟିଂ ବି ଭଲ ନାହିଁ ମୋ ଭିଡିଓ କୋଉଠି ସୁଟ କରୁଛି। ସତ କଥା ହେଲା ମୁଁ କଲେଜ ଭିଡିଓ ଯେମିତି ଆପଣ ମାନେ ଦେଖୁଥିବେ କି ମୁଁ ଏମିତି ବୁଲିକି ମାନେ ମିନି ବ୍ଲଗ ଟାଇପ ର ସୁଟ କରୁଛି। ମୁଁ ଜାଣିନି ମୁଁ ସକ୍ସେସ ପାଇବି କି ନାଇଁ ସେଇଟା ମୁଁ ଜାଣିନି କିନ୍ତୁ ମୁଁ ବାସ୍ ଟ୍ରାଏ କରୁଛି। ଦେଖ ଫାଷ୍ଟ କଥା ହଉଛି ମତେ ଏମିତି ନୁହେଁ ମୋର ପୁରା ଦରକାର ମୋର ପୁରା ଏମିତି ପୁରା ସକ୍ସେସ ଦରକାର ଯୋଉଥିରେ କି ମୋ ଘର ଚଳିଯିବ। ମୋ ଛୁଆ ପିଲା ଚଳିଯିବେ ମୋର ପୁରା ଫ୍ୟାମିଲି ଚଳିଯିବ। ଆଉ ମାନେ ମୋର ଭବିଷ୍ୟତ 10 ବର୍ଷ ପରେ ବି ମୁଁ ଏଇ ୟୁଟ୍ୟୁବ ଭରସାରେ ରହିବି ସେମିତି କିଛି ନାହିଁ। ଏମିତି ତମ ଜୀବନରେ ଏମିତି ତ ଗୋଟେ ସୋର୍ସ ଅଫ ଇନକମ ରଖିବା କଥା ନୁହେଁ। ମଲ୍ଟିପଲ ଇନକମ ସୋର୍ସ ରଖିବା କଥା। ମୁଁ କାହିଁକି ଷ୍ଟାର୍ଟ କରୁଛି ମୁଁ ଜାଣିନି କିନ୍ତୁ ମୁଁ ବାସ୍ ଷ୍ଟାର୍ଟ କରିଛି। ଆଉ ଆଗକୁ ମାନେ ଏଇଟାକୁ ପାର୍ଟ ଟାଇମ ଟାଇପ ର କରିବି ବୋଲି ଭାବୁଛି ଆଉ ଗୋଟେ କଥା କହିବି ମାନେ ଏଇ ଚାର୍ଜ ମାନେ ଯୋଉ ମାଇକ୍ ଆପଣଙ୍କୁ ଦେଖଉଛି। ଏଇ ମାଇକ କୁ ମୋ ଜୀବନରେ ମାନେ ମୁଁ ଯେତିକି ଥର ନ ଖାଉଥିବି ଏଇ ମାଇକ୍ ମୋର ସେତିକି ଥର ଚାର୍ଜ ହଉଥିବ ମୋ ଫୋନ ସେଥିରେ ଚାର୍ଜ ହବ। ଆଉ ମୋର ଲାଇଟ ଚାର୍ଜ ହବ ମୁଁ ବର୍ତ୍ତମାନ ମୁଁ ଲାଇଟ ଲଗେଇଛି ମୋ ଫୋନରେ ହେଲା। କିନ୍ତୁ ସେ ଲାଇଟ୍ ବର୍ତ୍ତମାନ ଚାର୍ଜ ସରିଗଲାଣି ମୋ ଲାଇଟ୍ ଦିନକୁ 2 ଥର ମୁଁ ଚାର୍ଜ ବସଉଛି ମାଇକ୍ 2 ଥର ଚାର୍ଜ ବସଉଛି। ଆଉ ଦେଖିପାରୁଥିବେ ମୋ ରୁମ ର ଅବସ୍ଥା କିଛି ଏମିତି ହେଇଛି 2 ଦିନ 3 ଦିନରେ ଥରେ ମୋର ବେଡ ମୁଁ ସଜାଡୁଛି। ଘର ଓଳେଇବା ପୁରା ମୁଁ ଟୋଟାଲି ଭୁଲି ଯାଇଛି ଆଉ ପାଠ ମାନେ ଏକ୍ଜାମ ଏଗୁଡିକ ସବୁ ମାନେ ଜାଣିନି ଏଇଟା ଗୋଟେ ନିଶା କି କଣ। ଭଗବାନଙ୍କୁ ଜଣା ମେ ବି ଏଇଟା ଗୋଟେ ନିଶା ହେଲା। ଆଉ 2-3 ବର୍ଷ ଗଲେ ସମସ୍ତେ ବାଧ୍ୟ ହେଇକି ମେ ବି କଣ୍ଟେଣ୍ଟ କ୍ରିଏଟ କରିବେ କାରଣ ଯୋଉ ହିସାବରେ ବର୍ତ୍ତମାନ ହେଲାଣି ନା ଯୋଉ କଣ କହିବେ ଯୋଉ ହିସାବରେ ବର୍ତ୍ତମାନ ମାନେ ଚାକିରି ବର୍ତ୍ତମାନ ମିଳୁଛି। ତ ପିଲା ବାଧ୍ୟ ନା ଏଇଆ କରିବା ପାଇଁ। ଆଉ କଣ କରିବେ କୁହନ୍ତୁ ତ ଷ୍ଟୁଡେଣ୍ଟ ହିସାବରେ ତ ସବୁବେଳେ ମାନେ ଆମ ବୟସର ପିଲା ତ ସବୁବେଳେ ଯାଇକି ବାପା ମାଙ୍କୁ ମାଗି ପାରିବେନି ନା ମତେ ଏତିକି ଟଙ୍କା ଦିଅ ମୋର ଖର୍ଚ୍ଚ କରିବାର ଅଛି। ତ ସେମାନେ ବାଧ୍ୟ ଏଇଆ କରିବା ପାଇଁ ମୁଁ ଜାଣିଛି ମୋ କ୍ୟାମେରା କ୍ୱାଲିଟି ଭଲ ନାହିଁ। ବଟ ଫିର ବି ମୁଁ ଟ୍ରାଏ ହିଁ କରୁଛି ଓକେ। ଆଜି ନହେଲେ କାଲି କ୍ୟାମେରା କ୍ୱାଲିଟି ଭଲ ହେଇଯିବ କିନ୍ତୁ ମୁଁ ଯଦି ଆଜିଠୁ ଟ୍ରାଏ କରିନଥିବି ଯୋଉ 200 କି 500 ସବସ୍କ୍ରାଇବର ମୋର ଆଜି ଅଛନ୍ତି ତାକୁ ମୋର ସେତିକି ବେଳକୁ କରିବା ପାଇଁ ମତେ ପୁଣି 1 ବର୍ଷ ଲାଗିଯିବ ମୋର 1 ବର୍ଷ ଟାଇମ ଲସ୍ ହବ। ତ ମୁଁ ଆଜିଠୁ ଷ୍ଟାର୍ଟ କରିଦେବି ମୋର 500 ସବସ୍କ୍ରାଇबर ତ ବଞ୍ଚିଯିବେ ନା 1 ବର୍ଷ ଟାଇମ ତ ମୋର ବଞ୍ଚିଯିବ ନା ତ ମୁଁ ଟ୍ରାଏ କରୁଛି ମୋ ସବସ୍କ୍ରାଇବର ହେଲେ ହୁଅନ୍ତୁ ନହେଲେ ନାହିଁ। ମୋର ଭିଉଜ ଗଲେ ଯାଉ ନଗଲେ ନାହିଁ ମୋର କିଛି ବି ପ୍ରୋବ୍ଲେମ ନାହିଁ ବାସ୍ ମୁଁ ଆପଣ ମାନଙ୍କୁ ରିଆଲିଟି ଟା ଦେଖଉଛି। ଆପଣ ମାନେ ଯଦି ଏମିତି ଷ୍ଟ୍ରେସ ରେ ରହିକି କରିବାକୁ ଚାହୁଁଛନ୍ତି ତ କରନ୍ତୁ କିନ୍ତୁ ଅଚାନକ ଏମିତି ଦିନେ ହବ ଡେଲି ଭିଡିଓ ପୋଷ୍ଟ କଲେ ଗୋଟେ ନା ଗୋଟେ ଭିଡିଓ ତ ଭାଇରାଲ ହବ ହିଁ ହବ। ମୁଁ ଆପଣ ମାନଙ୍କୁ କହୁଛି ଡେଲି ଭିଡିଓ ପୋଷ୍ଟ କରନ୍ତୁ ଗୋଟେ ନା ଗୋଟେ ଭିଡିଓ ଭାଇରାଲ ହେଇଯିବ। ଇନଷ୍ଟାରେ ମୁଁ ଏଇଠି 3 ମାସ ହବ କରୁଛି ମାନେ ଭିଡିଓ ପୋଷ୍ଟ କରୁଛି। ମୋର ବର୍ତ୍ତମାନ 4000 ଫଲୋଅର୍ସ ପ୍ଲସ ହେଇସାରିଲେଣି। ୟୁଟ୍ୟୁବରେ ସ୍ଲୋ ଗ୍ରୋଥ ହୁଏ କିନ୍ତୁ ସମୟ ଅନୁସାରେ ହେଇଯାଏ। ଗୋଟେ ମୁଣ୍ଡରେ ବାସ୍ ସେତିକି ରଖିବାର ଅଛି କି ମତେ କରିବାର ଅଛି କିଛି ନା କିଛି ତ କରିବାର ଅଛି। ଯାହାବି ହଉ କିଛି ନା କିଛି ତ କରିବାର ଅଛି ଆଉ କେବଳ ୟୁଟ୍ୟୁବ କୁ ମାନେ ଇନକମ ସୋର୍ସ ଭାବିଦେଲେ ତ ହବନି। ଆଉ ପଢାକୁ ବି କଣ୍ଟିନ୍ୟୁ କରିବାକୁ ପଡିବ ତା ଅନୁସାରେ କିଛି ଜବ ବି କରିବାକୁ ପଡିବ ଆଉ ଯଦି ଆପଣ ମାନେ ପୁରା ଫୁଲ ଟାଇମ କଣ୍ଟେଣ୍ଟ କ୍ରିଏଟର ହବାକୁ ଚାହୁଁଛନ୍ତି ତ ଆପଣ ମାନେ କରିପାରିବେ। ବର୍ତ୍ତମାନ ମୋ ପାଇଁ ମୋ ଦିନଟା ବର୍ତ୍ତମାନ କିଛି ଏମିତି ହିଁ ହଉଛି ହେଲା ମୋ ଖଟ ଏମିତି ମାନେ ଏମିତି ଷ୍ଟାଣ୍ଡ ମୋର ଥୁଆ ହେଇଥିବ ମାଇକ୍ ଚାର୍ଜ ନଥିବ ସକାଳୁ ଉଠିଲେ ମୁଁ କିଏ ବ୍ରଶ ଧରିକି ଉଠେ ମୁଁ ମାଇକ୍ ଧରିକି ଫୋନ ଧରିକି କ୍ୟାମେରା ଧରିକି ଉଠୁଛି ଦିନଟା ବର୍ତ୍ତମାନ କିଛି ଏମିତି ହିଁ ବିତୁଛି ଯୋଉଥିପାଇଁ ମୁଁ ଟେନସନରେ ରହୁଛି। ଆଉ ମାନେ ଟେନସନ ତ ଲାଗୁଛି କିନ୍ତୁ ଫ୍ୟୁଚର ପାଇଁ ବି ସିରିୟସ ଅଛି ନା। ତ ମତେ କରିବାକୁ ପଡୁଛି ଏଇ ଗୋଟେ ରୁମ ଭିତରେ ମୋ ଜୀବନ କଟି ଯାଉଛି ମାନେ ପୁରା ଦିନ ମୋର ଏଇ ଗୋଟେ ରୁମ ଭିତରେ କଟି ଯାଉଛି। ଆଉ ମତେ ବାହାରେ ଲୋକ ଆସିକି କହୁଛନ୍ତି ତୁ ଗୋଟେ ଦିନ ମାନେ ପୁରା ସେଇ ରୁମ ଭିତରେ ଦିନ ଯାକ କରୁଛୁ କଣ। ମୋ ଦିନ ଟା କିଛି ଏମିତି ହିଁ କରୁଛି ମତେ ଟାଇମ ପାଉନି ମୁଁ ରାତିରେ ଶୋଇ ପାରୁନି। ଛାଡ ଯିଏ କରୁଥିବ ସିଏ ହିଁ ବୁଝିପାରିବ ଆଉ ଯୋଉ ଆଉ ସମସ୍ତଙ୍କୁ ଫାଲତୁ ହିଁ ଲାଗିବ ହେଲା। ମାନେ ଯୋଉମାନେ କରୁଥିବେ ବାହାରକୁ ଯାଇକି ସେଇ ଷ୍ଟ୍ରଗଲ ଟା କରୁଥିବେ କେବଳ ଭିଡିଓ ପାଇଁ ନା ସେମାନେ ହିଁ କେବଳ ବୁଝିପାରିବେ ମାନେ ଆକ୍ଚୁଆଲି ଷ୍ଟ୍ରଗଲ ଟା କାହାକୁ କୁହାଯାଏ। ସବୁଥିରେ ଭାଇ କଷ୍ଟ ଅଛି ଆପଣ ମାନେ ଯଦି ଚାହିଁବେ ଆଗକୁ ଯାଇପାରିବେ କୌଣସି ବି କ୍ଷେତ୍ରରେ ହଉ ସବୁଥିରେ କଷ୍ଟ ଅଛି ଯଦି ଆପଣ ମାନେ ଚାହିଁବେ ଆଗକୁ ଯିବେ। ଆଉ ଯଦି ଥାଉ ଏତେ କଷ୍ଟ କିଏ କରୁଛି ଏମିତି ଯଦି ଭାବିବେ ଆପଣ ମାନେ ପଛରେ ହିଁ ରହିଯିବେ। ମତେ ଆଜି ଯେତିକି ଜଣ ଲୋକ ବି ଚିହ୍ନୁଛନ୍ତି ନା ମତେ ବହୁତ ଖୁସି ଲାଗୁଛି ମତେ ଲାଗୁଛି କି ମୁଁ ଯେତିକି କଷ୍ଟ କରିଛି ମୁଁ ପାଉଛି ସେତିକି କଷ୍ଟର ଫଳ ମୁଁ ପାଉଛି।
थैंक यू समस्त जो मैंने मते सपोर्ट करूछंती मोर बिना भलो कैमरा क्वालिटी रे भलो बिना लाइटिंग रे आउ से माइक रो क्वालिटी भी आपण माने देखि परथुवे माने एमती ही मो दिनटा चलीची आउ एमिति स्ट्रगल ही चलची सब आउ जदी वीडियोस भल लाଗୁଛି लाइक करिवे शेयर करिवे आउ जदी आपण माने रिलेट करूछंती तो सब्सक्राइब कर देखि ओके बाय गाइस।